ଢାବା ମାଲିକିଆଣୀ ରୋଶନୀ ଭାଉଜ ତାଙ୍କ ସ୍ୱାମୀଠାରୁ କେବେ ବି ସେହି ସୁଖ ପାଇପାରୁନଥିଲେ ଯାହା ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ପାଇବା ଉଚିତ। କାରଣ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଥିଲେ। ଦିନେ ଭାଉଜ କହିଲା ଯେ ଏପର୍ଯ୍ୟନ୍ତ ସେ ସନ୍ତାନ ଜନ୍ମ କରିବାର ସୁଖ ମଧ୍ୟ ପାଇନାହାନ୍ତି। ମୁଁ ମଧ୍ୟ ଭାଉଜକୁ ଭଲ ପାଇବାକୁ ଲାଗିଥିଲି। ମୁଁ ତାଙ୍କୁ ସେସବୁ ସୁଖ ଦେବାକୁ ଚାହୁଁଥିଲି। ଦିନେ ରାତିରେ ଭାଉଜ ନିଜ କୋଠରୀରେ ଏକୁଟିଆ ଏମିତି ଅବସ୍ଥାରେ ଶୋଇଥିଲେ ଯାହାକୁ ଦେଖି ମୋର ଭାବନାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା। ମୁଁ ଚୁପଚାପ ଯାଇ ଭାଉଜଙ୍କ ପାଖରେ ଶୋଇଗଲି ଏବଂ ତାପରେ ଧୀରେ ଧୀରେ ଭାଉଜ ମଧ୍ୟ ମୋତେ ବହୁତ ଭଲ ଭାବରେ ସମର୍ଥନ କରିବାକୁ ଲାଗିଲେ ଏବଂ ତାପରେ ପୁରା ରାତି ଅନେକ ଥର ମୋର ନାମ ମୁକେଶ ଏବଂ ମୋର ବୟସ 25 ବର୍ଷ। ମୁଁ ବହୁତ ଗରିବ ପରିବାରର ଥିଲି। ମୋର ଏହି ଦୁନିଆରେ ମୋ ମାଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ। ମୁଁ ସହରଠାରୁ ବହୁତ ଦୂରରେ ଥିବା ଏକ ଛୋଟ ଗାଁର ବାସିନ୍ଦା ଥିଲି। ଆମର ରହିବା ପାଇଁ ଏକ ଛୋଟ କୁଡ଼ିଆ ଘର ଥିଲା ଯେଉଁଠାରେ ମୁଁ ଏବଂ ମୋ ମା ରହୁଥିଲୁ। ମୁଁ ବେଶୀ ଶିକ୍ଷିତ ନଥିଲି, ତେଣୁ ମୁଁ ମଜୁରୀ କରି ରୋଜଗାର କରୁଥିଲି। ଜାତୀୟ ରାଜପଥର ମୁଖ୍ୟ ରାସ୍ତା ମୋ ଗାଁଠାରୁ ଅଳ୍ପ ଦୂରରେ ଥିଲା। ସେହି ରାଜପଥ କଡ଼ରେ ଏକ ଛୋଟ ଢାବା ଥିଲା ଯେଉଁଠାରେ କମ୍ ଟଙ୍କାରେ ଭଲ ଖାଦ୍ୟ ଉପଲବ୍ଧ ଥିଲା। ସେଦିନ ଯେତେବେଳେ ମୁଁ ନିକଟ ଗାଁରେ କାମରୁ ଫେରୁଥିଲି, ମୁଁ ଭାବିଲି ଆଜି ମୁଁ ଏହି ଢାବାରେ ଖାଦ୍ୟ ଖାଇନେବି। ମୋ ପାଖରେ କିଛି ଟଙ୍କା ଥିଲା, ତେଣୁ ମୁଁ ସେହି ଢାବାରେ ଖାଇବାକୁ ଗଲି। ଯେତେବେଳେ ମୁଁ ସେହି ଢାବାରେ ପହଞ୍ଚିଲି, ଦେଖିଲି ଜଣେ ଏକୁଟିଆ ମହିଳା ଢାବା ପରିଚାଳନା କରୁଛନ୍ତି। ସେହି ମହିଳାଙ୍କର ବୟସ ପ୍ରାୟ 27 କିମ୍ବା 28 ବର୍ଷ ହେବ। ସେ ବେଶୀ ଗୋରୀ ତ ନଥିଲେ, କିନ୍ତୁ ଶ୍ୟାମଳ ରଙ୍ଗ ହେତୁ ସେ ବହୁତ ଆକର୍ଷଣୀୟ ଲାଗୁଥିଲେ। କିନ୍ତୁ ତାଙ୍କ ଶରୀରର ଗଠନ ଏତେ ସୁନ୍ଦର ଥିଲା ଯେ ସେ ସିରିଏଲ ହିରୋଇନଙ୍କ ଠାରୁ କମ୍ ଦେଖାଯାଉନଥିଲେ। ପାର୍ଥକ୍ୟ କେବଳ ଏହା ଥିଲା ଯେ ସେ ବେଶୀ ଧନୀ ନଥିଲେ, ଯେଉଁଥିପାଇଁ ସେ ବେଶୀ ଦାମୀ ପୋଷାକ ପିନ୍ଧିନଥିଲେ। ମୁଁ ଦେଖିଲି ସେ ନିଜ ଗ୍ରାହକଙ୍କ ସହିତ ବହୁତ ସୁନ୍ଦର ଆଚରଣ କରୁଛନ୍ତି। ତାଙ୍କ ମୁହଁରେ ଏକ ଭିନ୍ନ ଚମକ ଥିଲା। ସେହି ଢାବା ଏପରି ଏକ ସ୍ଥାନରେ ଥିଲା ଯେଉଁଠାରେ ବହୁତ କମ୍ ଲୋକ ଯାତାୟାତ କରୁଥିଲେ। କେବଳ ଅଳ୍ପ ଲୋକ ସେଠାକୁ ଆସୁଥିଲେ। ମୁଁ ଭିତରକୁ ଯାଇ ଖଟିଆ ଉପରେ ବସି ମୋର ଖାଦ୍ୟ ଅର୍ଡ଼ର କଲି। ଅଳ୍ପ ସମୟ ମଧ୍ୟରେ ସେ ଖାଦ୍ୟ ଆଣି ମୋ ସାମ୍ନାରେ ରଖିଲେ। ଯେତେବେଳେ ମୁଁ ଖାଇବା ଆରମ୍ଭ କଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି କାରଣ ଖାଦ୍ୟ ବହୁତ ଭଲ ଭାବରେ ପ୍ରସ୍ତୁତ ଥିଲା। ମୁଁ ମୋ ପେଟ ପୂରା ଖାଦ୍ୟ ଖାଇଲି। ଖାଇବା ପରେ ଯେତେବେଳେ ମୁଁ ଟଙ୍କା ଦେବା ପାଇଁ ଗଲି, ମୁଁ ତାଙ୍କୁ ପଚାରିଲି, ତୁମେ କ'ଣ ଏଠାରେ ଏକୁଟିଆ କାମ କରୁଛ? ସେ କହିଲେ, ହଁ, ଅଧିକାଂଶ ସମୟ ମୁଁ ଏକୁଟିଆ ରହେ କାରଣ ମୋ ସ୍ୱାମୀ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସେହି ସମୟରେ ଏକ ଚିନ୍ତା ମୋ ମନକୁ ଆସିଲା ଯେ ଏହି ଢାବାରେ କାହିଁକି କାମ ମାଗିବି ନାହିଁ। ଯଦି ମୁଁ ଏଠାରେ କାମ ପାଏ, ତେବେ ମୋତେ ଗୋଟିଏ ସ୍ଥାନରେ ରହି କାମ କରିବାକୁ ପଡ଼ିବ ଏବଂ କୌଣସି ସ୍ଥାନକୁ ଯିବାର ଆବଶ୍ୟକ ପଡ଼ିବ ନାହିଁ। ପ୍ରଥମେ ମୁଁ ତାଙ୍କର ନାମ ପଚାରିଲି। ସେ ମୋତେ କହିଲେ ତାଙ୍କ ନାମ ରୋଶନୀ। ତାପରେ ମୁଁ କହିଲି, ତୁମେ ଏଠାରେ ଏକୁଟିଆ କାମ କର? ଯଦି ତୁମେ ତୁମ ଢାବାରେ ମୋତେ କିଛି କାମ ଦିଅ ତେବେ ଭଲ ହେବ। ମୁଁ ନିକଟସ୍ଥ ଗାଁର ବାସିନ୍ଦା। ମୁଁ ଆପଣଙ୍କୁ ସାହାଯ୍ୟ କରିବି, ଯାହାଫଳରେ ଆପଣ ମଧ୍ୟ କିଛି ଆରାମ ପାଇବେ। ପ୍ରଥମେ ସେ କାମ ଦେବାକୁ ମନା କରିଦେଲେ, କିନ୍ତୁ ଯେତେବେଳେ ମୁଁ ଏହାକୁ ସଠିକ୍ ଭାବରେ ବୁଝେଇଲି, ସେ ରାଜି ହେଲେ। ମୁଁ କହିଲି, ମୁଁ ତୁମକୁ ଭାଉଜ ବୋଲି କହିପାରିବି କି? ସେ କହିଲେ, ହଁ, କାହିଁକି ନୁହେଁ। ମୁଁ କହିଲି, ଠିକ୍ ଅଛି ଭାଉଜ, ମୁଁ ଆସନ୍ତାକାଲିଠାରୁ କାମକୁ ଆସିବି। ସେତେବେଳେ ମୁଁ ବହୁତ ଖୁସି ଥିଲି। ରୋଶନୀ ଭାଉଜଙ୍କ ସହ କାମ କରିବାର ସୁଯୋଗ ମିଳିଗଲା, ଯାହାକୁ ମୁଁ ହାତଛଡ଼ା କରିବାକୁ ଚାହୁଁନଥିଲି। କାରଣ ଯେତେବେଳେ ମୁଁ ରୋଶନୀ ଭାଉଜଙ୍କୁ ପ୍ରଥମ ଥର ଦେଖିଲି, ମୋ ହୃଦୟରେ ଏକ ଭିନ୍ନ ଅନୁଭବ ଜାଗ୍ରତ ହେଲା। ସେ ଗରିବ ହୋଇଥିଲେ ମଧ୍ୟ ତାଙ୍କର ହୃଦୟ ବହୁତ ଶୁଦ୍ଧ ଥିଲା। ମୁଁ ମୋ ମନକୁ ମନ ଅନେକ ସ୍ୱପ୍ନ ଦେଖିଲି। ଏମିତିରେ ମୁଁ ମଧ୍ୟ ଗରିବ ଥିଲି। ଯଦି ଏହି ଗରିବ ଲୋକଟି ଏତେ ସୁନ୍ଦର ଭାଉଜର ସମର୍ଥନ ପାଇଲା, ତେବେ ମୁଁ କିପରି ମନା କରିପାରିବି?
ମୁଁ ସେତେବେଳେ ମୋ ଘରକୁ ଫେରି ଆସୁଥିଲି। ତାପରେ ମୁଁ ମୋ ମାଆଙ୍କୁ କହିଲି ଯେ ଆସନ୍ତାକାଲିଠାରୁ ମୁଁ ରାଜପଥ ନିକଟରେ ଥିବା ଏକ ଢାବାରେ କାମ କରିବି। ପରଦିନ ମଧ୍ୟ ସକାଳ 8ଟାରେ ମୁଁ ଢାବାରେ ପହଞ୍ଚିଗଲି। ଦେଖିଲି ରଶ୍ମି ଭାଉଜ ଢାବାରେ ସଫାସଫି କରୁଛନ୍ତି। ବାସ୍ତବରେ ତାଙ୍କ ବାସଭବନ ଢାବା ପଛରେ ଥିଲା, ତେଣୁ ସେ ଶୀଘ୍ର ଉଠି କାମ କରିବା ଆରମ୍ଭ କରୁଥିଲେ। ମୁଁ କହିଲି, ଭାଉଜ, ମୁଁ ଏବେ ଆସିଗଲିଣି। ତୁମେ ରୋଷେଇ ଘରର ଯତ୍ନ ନିଅ ଏବଂ ମୁଁ ସମସ୍ତ ବାହ୍ୟ କାର୍ଯ୍ୟ କରିଦେବି। ମୁଁ ଭାଉଜଙ୍କ ହାତରୁ ଝାଡ଼ୁ ନେଇ ଢାବାରେ ସଫାସଫି କରିବାକୁ ଲାଗିଲି। ଭାଉଜ ରୋଷେଇ ଘରେ ପନିପରିବା କାଟିବାକୁ ବସିଗଲେ। ମୁଁ କହିଲି, ଭାଉଜ, ତୁମେ ଏକୁଟିଆ ଏତେ କାମ କିପରି ସମ୍ଭାଳୁଥିଲ? କ'ଣ ତୁମର ଆଉ କେହି ନାହାନ୍ତି? ରଶ୍ମି ଭାଉଜ କହିବା ଆରମ୍ଭ କଲେ ଯେ ତାଙ୍କର ସ୍ୱାମୀ ଅଛନ୍ତି, କିନ୍ତୁ ସେ ସର୍ବଦା ମଦ୍ୟପାନ କରନ୍ତି, ନଚେତ୍ ମୁଁ ନିଜେ ସବୁକିଛି କରେ। ମୁଁ ସେହି ଢାବାରେ କାମ କରିବା ଆରମ୍ଭ କରିଥିଲି ଏବଂ ବର୍ତ୍ତମାନ ମୁଁ ରଶ୍ମି ଭାଉଜଙ୍କ ସହ ବହୁତ ଭଲ ଭାବରେ କଥା ହେବା ଆରମ୍ଭ କଲି। ମୁଁ ତାଙ୍କ ସ୍ନେହପୂର୍ଣ୍ଣ କଥା ଶୁଣିବା ପରେ ଦିନ ସାରା ଖୁସିରେ ରହୁଥିଲି। ଜଣା ନାହିଁ କାହିଁକି ଭାଉଜଙ୍କୁ ଦେଖି ମୁଁ ବହୁତ ଖୁସି ଅନୁଭବ କରୁଥିଲି। ଦିନେ ମୁଁ ଭାଉଜଙ୍କୁ ପଚାରିଲି, ଭାଉଜ, ତୁମର କୌଣସି ସନ୍ତାନ ନାହିଁ କି? ମୋ କଥା ଶୁଣିବା ପରେ ସେ ଉଦାସ ହେଇ କହିଲେ, ନା, ଏହି ପର୍ଯ୍ୟନ୍ତ ମୁଁ କୌଣସି ସନ୍ତାନର ସୁଖ ପାଇନାହିଁ। ରଶ୍ମି ଭାଉଜ କହିବାକୁ ଲାଗିଲେ ଯେ ମୋର ବିବାହ ହେବାର 6 ବର୍ଷ ହୋଇଗଲାଣି, କିନ୍ତୁ ମୁଁ ତଥାପି ସନ୍ତାନ ସୁଖରୁ ବଞ୍ଚିତ ଅଛି। ମୋର ବିବାହର କିଛି ଦିନ ପରେ ମୋର ଶାଶୁ ଓ ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିଲା। ମୋ ସ୍ୱାମୀ ତାଙ୍କ ପିତାମାତାଙ୍କର ଏକ ସନ୍ତାନ ଥିଲେ। ବାସ୍ତବରେ ମୋର ବିବାହ ଏକ ମିଥ୍ୟା ଉପରେ ଆଧାରିତ ଥିଲା। ମୋ ଶ୍ୱଶୁର ଏହା କହି ମୋର ତାଙ୍କ ପୁଅ ସହ ବିବାହ କରିଥିଲେ ଯେ ତାଙ୍କ ପୁଅ ବହୁତ ଭଲ, ତାଙ୍କଠାରେ କୌଣସି ପ୍ରକାର ଅଭାବ ନାହିଁ କିମ୍ବା ତ୍ରୁଟି ନାହିଁ। କିନ୍ତୁ ଯେତେବେଳେ ମୁଁ ବିବାହ ପରେ ମୋ ଶ୍ୱଶୁର ଘରକୁ ଆସିଲି, ମୋ ସ୍ୱାମୀ ପ୍ରଥମ ରାତିରେ ମଦ୍ୟପାନ କରି ନିଶାରେ ଚୋଟ ଥିଲେ। ଯେତେବେଳେ ସେ ରାତିରେ କୋଠରୀକୁ ଆସିଲେ, ମୁଁ ଦେଖିଲି ସେ ମଦ୍ୟପାନ କରିବା ପରେ ଠିକ୍ରେ ଚାଲିପାରୁନାହାନ୍ତି। ସେହି ମୁହୂର୍ତ୍ତରେ ମୁଁ ମୋ ସ୍ୱାମୀଙ୍କ ବିଷୟରେ ସତ୍ୟ ଜାଣିବାକୁ ପାଇଲି। ମୋର ସମସ୍ତ ସ୍ୱପ୍ନ ଏବଂ ଆକାଂକ୍ଷା ସେହିଦିନ ଭାଙ୍ଗିଗଲା। ସେହି ସମୟରେ ମୁଁ ମୋ ଭାଗ୍ୟ ଉପରେ ବହୁତ କାନ୍ଦିଲି। ପରଦିନ ମୁଁ ମୋର ପିତାମାତାଙ୍କୁ ଏହା କହିଲି, କିନ୍ତୁ ସେମାନେ କହିଥିଲେ ଯେ ତୁ ଏବେ ବିବାହିତ, ବର୍ତ୍ତମାନ ତୋ ଘରକୁ କୌଣସି ପ୍ରକାରେ ପରିଚାଳନା କର, କାରଣ ଆମେ ଗରିବ। ଆମେ ଆମର ପିଲାମାନଙ୍କର ଯତ୍ନ ନେବାକୁ ଯଥେଷ୍ଟ ସମର୍ଥ ନୁହେଁ, ଯାହାଫଳରେ ଆମେ ପୁନର୍ବାର ବିବାହ କରିପାରିବା। ଏସବୁ ଶୁଣିବା ପରେ ମୁଁ ନିଶ୍ଚିନ୍ତ ହେଲି ଯେ ବର୍ତ୍ତମାନ ମୋତେ ଏହି ମଦ୍ୟପ ସହିତ ଜୀବନ ବଞ୍ଚିବାକୁ ପଡ଼ିବ ଏବଂ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ଏହିପରି ଜୀବନ ବିତାଉଛି। ରଶ୍ମି ଭାଉଜଙ୍କ ଠାରୁ ବହୁତ କିଛି ଶୁଣିବା ପରେ ମୁଁ ବହୁତ ଅଜବ ଅନୁଭବ କଲି ଯେ ଏପରି ଜଣେ ଭଲ ମହିଳାଙ୍କର ଜୀବନ ଏକ ଘୃଣ୍ୟ ବ୍ୟକ୍ତିଙ୍କ ହାତରେ ଦିଆଯାଇଥିଲା। ରଶ୍ମି ଭାଉଜ ବେଶୀ ଶିକ୍ଷିତ ନଥିଲେ, କିନ୍ତୁ ରୋଷେଇ କରିବାରେ ତାଙ୍କର ଦକ୍ଷତା ବହୁତ ଅଧିକ ଥିଲା। ସେଦିନ ମୁଁ ଭାଉଜଙ୍କୁ କହିଲି ଯେ ବର୍ତ୍ତମାନ ଠାରୁ ତୁମେ କେବଳ ରୋଷେଇ ଉପରେ ଧ୍ୟାନ ଦେବା ଉଚିତ। ମୁଁ ବାକି ଗ୍ରାହକଙ୍କର ଯତ୍ନ ନେବି। ସେହିଦିନଠାରୁ ମୁଁ ନିଜ ପଦ୍ଧତିରେ ଢାବା ପରିଚାଳନା କରିବା ଆରମ୍ଭ କଲି। ଢାବା ଭଲ ଭାବରେ ସଫା କରିବା ଏବଂ ଗ୍ରାହକଙ୍କ ସହିତ ଭଲ ଆଚରଣ କରିବା ଆରମ୍ଭ କଲି। କିଛି ଦିନ ମଧ୍ୟରେ ଢାବାରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ମୁଁ ଏବଂ ଭାଉଜ ଏହା ଦେଖି ବହୁତ ଖୁସି ହେଲୁ। ରଶ୍ମି ଭାଉଜ ରୋଷେଇ ଘର ପ୍ରତି ବହୁତ ଧ୍ୟାନ ଦେବା ଆରମ୍ଭ କଲେ, ଯେଉଁ କାରଣରୁ ଖାଦ୍ୟ ଅଧିକ ସୁସ୍ୱାଦୁ ହୋଇଗଲା। ଗ୍ରାହକମାନେ ମଧ୍ୟ ବହୁଗୁଣିତ ହେବାକୁ ଲାଗିଲେ। ସେହିଭଳି ମୁଁ ସେହି ଢାବାରେ 1 ମାସ ପୂରଣ କରିଥିଲି। ପରଦିନ ରଶ୍ମି ଭାଉଜ ମୋତେ ମୋ ଦରମା ଟଙ୍କା ଦେବାକୁ ଡାକିଲେ, ତେଣୁ ମୁଁ ତାଙ୍କଠାରୁ ମୋର ମଜୁରୀ ନେଲି ଓ କିଛି ଟଙ୍କା ଫେରାଇ ଦେଲି। ମୁଁ କହିଲି, ଭାଉଜ, ଏହି ଟଙ୍କା ରଖ ଏବଂ ଏହି ଟଙ୍କାରେ ନିଜ ପାଇଁ ସୁନ୍ଦର ପୋଷାକ କିଣ, କାରଣ ମୁଁ ଏଠାକୁ ଆସିବା ଦିନଠାରୁ ମୁଁ ତୁମକୁ ସମାନ ପୋଷାକ ପିନ୍ଧିବାର ଦେଖୁଛି। ଯଦି ତୁମେ କିଛି ଭଲ ପୋଷାକ ପିନ୍ଧ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅ, ତେବେ ତୁମେ ଆହୁରି ଭଲ ଦେଖାଯିବ। ମୋ କଥା ଶୁଣି ତାଙ୍କ ଆଖିରୁ ଲୁହ ଆସିଗଲା ଏବଂ ସେ କହିଲେ ଯେ ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀ ମଧ୍ୟ ମୋତେ କେବେ ନୂଆ ପୋଷାକ କିଣିବାକୁ କହିନାହାନ୍ତି କିମ୍ବା ମୋତେ ପୋଷାକ କିଣିବା ପାଇଁ ଟଙ୍କା ଦେଇନାହାନ୍ତି।
ମୁଁ କହିଲି, ଭାଉଜ ତୁମେ କାହିଁକି ଏତେ ଦୁଃଖିତ ହେଉଛ? ସବୁକିଛି ଠିକ୍ ହେଇଯିବ, ତୁମେ ଚିନ୍ତା କର ନାହିଁ। ସେହିପରି ଆଉ କିଛି ଦିନ ବିତିଗଲା ଏବଂ ବର୍ତ୍ତମାନ ଢାବା ପୂର୍ବ ଅପେକ୍ଷା ଭଲ ଚାଲିବା ଆରମ୍ଭ କଲା। ଭାଉଜ ମଧ୍ୟ ମୋ ଉପରେ ଅଧିକ ଖୁସି ହେବାକୁ ଲାଗିଲେ। ସେ ବର୍ତ୍ତମାନ ତାଙ୍କ ପରିଷ୍କାର ପରିଚ୍ଛନ୍ନତା ଉପରେ ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି, ଯେଉଁଥିପାଇଁ ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବା ଆରମ୍ଭ କରିଥିଲେ। ରୋଶନୀ ଭାଉଜ ଏବଂ ମୁଁ ବର୍ତ୍ତମାନ ଖୋଲାଖୋଲି ଭାବେ କଥା ହେବା ଆରମ୍ଭ କରିଥିଲୁ। ମୁଁ ବେଳେବେଳେ ତାଙ୍କ ସହ ଥଟ୍ଟା ତାମସା କରୁଥିଲି। ଦିନେ ଆମର ବାର୍ତ୍ତାଳାପ ସମୟରେ ମୁଁ ଭାଉଜଙ୍କୁ ପଚାରିଲି, ଭାଉଜ ତୁମର ସ୍ୱାମୀ ତ ଜଣେ ମଦ୍ୟପ, ତେବେ ସେ କ'ଣ ତୁମକୁ ସେହି ସୁଖ ଦେଇପାରୁଛନ୍ତି ଯାହାକି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଆବଶ୍ୟକ କରନ୍ତି? କାରଣ ଯଦି ସେ ତୁମକୁ ସେ ସୁଖ ଦେଇଥାନ୍ତେ ତେବେ ବର୍ତ୍ତମାନ ସୁଦ୍ଧା ତୁମର ଏକ ସନ୍ତାନ ହୋଇସାରନ୍ତାଣି। ରୋଶନୀ ଭାଉଜ କହିବା ଆରମ୍ଭ କଲେ ଯେ ଆମ ବିବାହର ଏତେ ବର୍ଷ ବିତିଗଲାଣି, କିନ୍ତୁ ସେ ମୋତେ ସେହି ସୁଖ ଦେଇପାରିନାହାନ୍ତି। ସେ ସନ୍ଧ୍ୟାରେ ମଦ ଭାଟିରେ ପହଞ୍ଚି ଯାଆନ୍ତି, ତାପରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସିଧା ଶୋଇଯାଆନ୍ତି। ମୁଁ ତାଙ୍କ ସହିତ କିଛି ସମୟ ବିତେଇବାକୁ ଚେଷ୍ଟା କରେ, କିନ୍ତୁ ତଥାପି କୌଣସି ସୁଫଳ ମିଳିଲା ନାହିଁ। ରୋଶନୀ ଭାଉଜଙ୍କ ଠାରୁ ଏହା ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି, କିନ୍ତୁ ମୋ ହୃଦୟର କୌଣସି ସ୍ଥାନରେ ଭାଉଜଙ୍କ ପ୍ରତି ପ୍ରେମ ବଢ଼ିବାରେ ଲାଗିଲା। ମୁଁ ଅନୁଭବ କଲି ଯେପରି ମୁଁ ଭାଉଜଙ୍କୁ ଭଲ ପାଇବା ଆରମ୍ଭ କରିଥିଲି, କାରଣ ଯେତେବେଳେ ମୁଁ ରୋଶନୀ ଭାଉଜଙ୍କ ନିକଟତର ହେଲି ସେତେବେଳେ ମୁଁ ଏକ ଭିନ୍ନ ଖୁସି ଅନୁଭବ କରୁଥିଲି। ମୁଁ ଅନ୍ୟ କୌଣସି ସ୍ଥାନରେ ସେହି ଶାନ୍ତି ପାଇବାରେ ସକ୍ଷମ ହୋଇନଥିଲି ଯାହା ମୁଁ ଭାଉଜଙ୍କ ସହିତ ରହି ପାଇଥିଲି। ମୁଁ ରୋଶନୀ ଭାଉଜଙ୍କୁ ଏହା କହିବାକୁ ଚିନ୍ତା କରୁଥିଲି, କିନ୍ତୁ ତାପରେ ମୁଁ ଭାବିଲି ଯେ ମୁଁ ତାଙ୍କ ପାଇଁ କାମ କରେ। ଯଦି ଭାଉଜ ଏହି କାରଣରୁ ଖରାପ ଅନୁଭବ କରନ୍ତି ତେବେ ଏହା ସମ୍ଭବ ଯେ ସେ ମୋତେ ଚାକିରିରୁ ବରଖାସ୍ତ କରିପାରନ୍ତି। ଏସବୁ ଭାବି ମୁଁ ଚୁପ୍ ରହିଲି। 2-3 ଦିନ ପରେ ରୋଶନୀ ଭାଉଜଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହୋଇଗଲା। ମୁଁ ଏବଂ ଭାଉଜ ତାଙ୍କୁ ଡାକ୍ତରଖାନା ନେଇକି ଗଲୁ। କିଛି ସମୟ ଯାଞ୍ଚ କରିବା ପରେ ଡାକ୍ତର ଆମକୁ କହିଲେ ଯେ ବିଷାକ୍ତ ମଦ ପିଇବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଶୁଣି ଭାଉଜ ବହୁତ କାନ୍ଦିବାକୁ ଲାଗିଲେ ଏବଂ କହିଲେ ଯେ ସେ ମୂଲ୍ୟହୀନ ହୋଇଥିଲେ ମଧ୍ୟ ସେ ମୋର ସ୍ୱାମୀ। ବର୍ତ୍ତମାନ ମୁଁ କିପରି ଏକ ବିଧବାଙ୍କର ଜୀବନ ବିତେଇବି? ଅନ୍ତତଃପକ୍ଷେ ସ୍ୱାମୀ ରହିବା ହେତୁ ମୁଁ ନିରାପଦ ମନେ କରୁଥିଲି। ମୁଁ ଭାଉଜଙ୍କୁ ବହୁତ ବୁଝେଇଲି ଏବଂ ଶାନ୍ତ କଲି ଏବଂ କିଛି ଦିନ ପାଇଁ ମୁଁ ଏକାକୀ ଢାବା ପରିଚାଳନା କଲି। ଭାଉଜଙ୍କ ଚେହେରା ପୁରା ଫିକା ପଡ଼ିଗଲା। ମୁଁ ତାଙ୍କ ମୁହଁରେ ହସ ଆଣିବାକୁ ବାରମ୍ବାର ଚେଷ୍ଟା କଲି, କିନ୍ତୁ ସେହି ପ୍ରୟାସ ଅଳ୍ପ ସମୟ ପାଇଁ କାମ କଲା। ପୁଣି ସମାନ ଚିନ୍ତା। ଏହି ଘଟଣାର 20 ଦିନ ବିତିଗଲା। ତା ପରଦିନ ଭାଉଜ କହିବା ଆରମ୍ଭ କଲେ ଯେ ମୁକେଶ, ମୁଁ ରାତିରେ ଏଠାରେ ଏକୁଟିଆ ରହୁଛି, ତେଣୁ ମୋତେ ଏକୁଟିଆ ରହିବାକୁ ଭୟ ଲାଗୁଛି। ଯଦି ତୁମେ ଏଠାରେ ରୁହ ତେବେ ଭଲ ହେବ। ରୋଶନୀ ଭାଉଜଙ୍କ ଠାରୁ ଏପରି କଥା ଶୁଣି ମୁଁ ହଁ କହିଲି, କାରଣ ମୁଁ ମଧ୍ୟ ଦୀର୍ଘ ଦିନ ଧରି ଭାଉଜଙ୍କ ନିକଟତର ହେବାକୁ ଏକ ସୁଯୋଗ ଖୋଜୁଥିଲି। ଆଜି ଭାଉଜ ନିଜେ ମୋତେ ସେହି ସୁଯୋଗ ଦେଇଥିଲେ। ସେତେବେଳେ ମୋ ମନରେ ଏକ ଭିନ୍ନ ଅନୁଭବ ଜାଗ୍ରତ ହୋଇଥିଲା। ମୁଁ ଭାଉଜଙ୍କର ସେହି ସୁଗନ୍ଧ ଅନୁଭବ କରିବାକୁ ଚାହୁଁଥିଲି। ମୁଁ ତାଙ୍କୁ ସେହି ଖୁସି ଦେବାକୁ ଚାହୁଁଥିଲି ଯାହା ଭାଉଜ ଏ ପର୍ଯ୍ୟନ୍ତ ପାଇନାହାନ୍ତି। କୌଣସି ପ୍ରକାରେ ଦିନ ବିତିଗଲା ଏବଂ ରାତି ହୋଇଗଲା। ଢାବା ବନ୍ଦ କରିବା ପରେ ଭାଉଜ ଶୋଇବାକୁ ତାଙ୍କ କୋଠରୀକୁ ଚାଲିଗଲେ ଏବଂ ମୁଁ ତାଙ୍କ କୋଠରୀ ବାହାରେ ଏକ ଖଟିଆ ରଖି ଶୋଇଲି। ଭାଉଜ ଯେଉଁ କୋଠରୀରେ ଶୋଇଥିଲେ ସେହି କୋଠରୀରେ କୌଣସି କବାଟ ନଥିଲା। ଯେତେବେଳେ ମଧ୍ୟରାତ୍ରି ହେଲା, ଜହ୍ନ ଆଲୁଅ ଝରକା ଦେଇ ଭାଉଜଙ୍କ ଦେହ ଉପରେ ପଡ଼ୁଥିଲା। ମୁଁ ଦେଖିଲି ଭାଉଜଙ୍କ ପୋଷାକ ତାଙ୍କ ଆଣ୍ଠୁଠାରୁ ଉପରକୁ ଅଧିକ ଥିଲା, ଯେଉଁ କାରଣରୁ ତାଙ୍କ ଶରୀର ଦୃଶ୍ୟମାନ ହେଉଥିଲା। ଏସବୁ ଦେଖି ମୁଁ ମୋର ମନରେ ଏକ ଅଜବ ଶିହରଣ ଅନୁଭବ କଲି। ନିଜର ନିୟନ୍ତ୍ରଣ ହରାଇବାକୁ ଲାଗିଲି। ମୋ ମନ ବିଚଳିତ ହେବାକୁ ଲାଗିଲା। ସର୍ବଶେଷରେ ମୁଁ ଜଣେ ଯବାନ ପୁରୁଷ ଥିଲି ଏବଂ ମୋର ମଧ୍ୟ ଭାବନା ଥିଲା। ଦୀର୍ଘ ସମୟ ଧରି ଏସବୁ ଦେଖିବା ପରେ ମୁଁ ମୋର ଭାବନାକୁ ନିୟନ୍ତ୍ରଣ କରିପାରିଲି ନାହିଁ। ତାପରେ ମୁଁ ଭାଉଜଙ୍କ ପାଖକୁ ଯାଇ ଶୋଇଗଲି। ଭାଉଜ ପୁରା ଗଭୀର ନିଦରେ ଶୋଇପଡ଼ିଥିଲେ, ତେଣୁ ମୁଁ ଧୀରେ ଧୀରେ ସ୍ପର୍ଶ କରିବାକୁ ଲାଗିଲି ଏବଂ ତାଙ୍କୁ ମୋ ବାହୁରେ ଆଲିଙ୍ଗନ କଲି।
କିନ୍ତୁ ତାପରେ ଭାଉଜଙ୍କ ଆଖି ଖୋଲିଗଲା। ସେ ଚମକି ଉଠି ପଚାରିବାକୁ ଲାଗିଲେ, ତୁମେ ମୋ ସହ ଏ କ'ଣ କରୁଛ? ମୁଁ କହିଲି, ଭାଉଜ, ମୁଁ ଯେବେଠୁ ତୁମକୁ ଦେଖୁଛି ଜଣା ନାହିଁ ମୁଁ କାହିଁକି ତୁମ ପ୍ରେମରେ ପଡ଼ିଯାଇଛି। ବର୍ତ୍ତମାନ ତୁମେ ଏହି ଅବସ୍ଥାରେ ଏକାକୀ ଶୋଇଥିଲ, ତେଣୁ ମୁଁ ତୁମକୁ ଏହି ଅବସ୍ଥାରେ ଦେଖିବା ପରେ ମୋର ଭାବନାକୁ ନିୟନ୍ତ୍ରଣ କରିପାରିଲି ନାହିଁ। ସେ କହିଲେ, ନା, ଏହା ଭୁଲ। ମୁଁ ଜଣେ ବିଧବା ଏବଂ ଏ ବିଷୟରେ ଚିନ୍ତା କରିବା ମଧ୍ୟ ମୋ ପାଇଁ ପାପ ଅଟେ। ମୁଁ କହିଲି, ଭାଉଜ, ତୁମେ କାହିଁକି ଏପରି ଭାବୁଛ? ତୁମେ କ'ଣ ଚାହୁଁନାହଁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇନଥିବା ସୁଖ ପାଇବାକୁ? ମୁଁ ଶୀଘ୍ର ଭାଉଜଙ୍କ ହାତ ଧରି କହିଲି, ଭାଉଜ, ଥରେ ଭାବ ଏବଂ ଦେଖ ତୁମେ ଏକାକୀ କେତେ ଖୁସି ଅଛ। ମୁଁ ତୁମକୁ ବର୍ତ୍ତମାନ ସେହି ସୁଖ ଦେବାକୁ ଚାହୁଁଛି ଯାହା ତୁମେ ଏ ପର୍ଯ୍ୟନ୍ତ ବଞ୍ଚିତ ଥିଲ। ଯଦି ମୁଁ ତୁମକୁ ଭଲ ପାଇନଥାନ୍ତି ହୁଏତ ମୁଁ ଏହି ପଦକ୍ଷେପ କେବେ ନେଇନଥାନ୍ତି, କିନ୍ତୁ ତୁମର ଏହି ନିରୀହ ଚେହେରା ଦେଖି ମୋତେ ବହୁତ ଖରାପ ଲାଗେ। ମୁଁ ତୁମକୁ ସବୁବେଳେ ଖୁସି ଦେଖିବାକୁ ଚାହେଁ। ରଶ୍ମି ଭାଉଜ ତଥାପି ରାଜି ହେଉନଥିଲେ, ତେଣୁ ମୁଁ ତାଙ୍କ ପାଟିରେ ମୋ ହାତ ରଖିଲି ଏବଂ ତାଙ୍କୁ ଅନୁଭବ କରାଇଲି ଯେ ସେ ମଧ୍ୟ ଏହା ଆବଶ୍ୟକ କରନ୍ତି। ଧୀରେ ଧୀରେ ଭାଉଜ ମଧ୍ୟ ଏଥିରେ ରାଜି ହେଲେ ଏବଂ ତାପରେ ସେହି ରାତି ତାଙ୍କୁ ଆନନ୍ଦ ଦେଲା ଯାହା ସେ ଆଜି ପର୍ଯ୍ୟନ୍ତ ପାଇପାରିନଥିଲେ। ଭାଉଜ ମଧ୍ୟ ବହୁତ ସନ୍ତୁଷ୍ଟ ଥିଲେ, କାରଣ ତାଙ୍କ ଭାବନାରୁ ମୁଁ ଅନୁଭବ କଲି ଯେ ବୋଧହୁଏ ସେ ମଧ୍ୟ ସମାନ ଚାହୁଁଥିଲେ। ଯେତେବେଳେ ସକାଳ ଆସିଲା ଭାଉଜଙ୍କ ମୁହଁରେ ଏକ ଭିନ୍ନ ଖୁସି ଦେଖାଯାଉଥିଲା, କିନ୍ତୁ ସେ ବାରମ୍ବାର ମୋ ଆଖିରୁ ଦୂରେଇ ଯାଉଥିଲେ। ବୋଧହୁଏ ରାତିର ଘଟଣା ହେତୁ ସେ ଲଜ୍ଜା ଅନୁଭବ କରୁଥିଲେ। ବର୍ତ୍ତମାନ ଏହିସବୁ ପ୍ରତିଦିନ ମୋର ଏବଂ ରୋଶନୀ ଭାଉଜଙ୍କର ମଧ୍ୟରେ ଘଟିବାକୁ ଲାଗିଲା। ମୁଁ ମଧ୍ୟ ତାଙ୍କୁ ଖୁସି ରଖିବା ପାଇଁ କୌଣସି ଉପାୟ ଛାଡ଼ିନଥିଲି। ସେହିଭଳି 2 ମାସ ବିତିଗଲା ଏବଂ ଦିନେ ହଠାତ୍ ଭାଉଜଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ମୁଁ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଗଲି ଏବଂ ଡାକ୍ତର ମୋତେ କହିଲେ ଯେ ସେ ମା' ହେବାକୁ ଯାଉଛନ୍ତି। ଏହି ଖବର ଶୁଣି ଭାଉଜ ସାଙ୍ଗେ ସାଙ୍ଗେ ଡରିଗଲେ। ସେ ଅନୁଭବ କଲେ ଯେ ଯଦି ଲୋକମାନେ ଏହି କଥା ଜାଣିବେ ଯେ ମୁଁ ବିନା ସ୍ୱାମୀରେ ମା' ହେବାକୁ ଯାଉଛି, ତେବେ ଲୋକମାନେ ମୋ ବିଷୟରେ ଭୁଲ ଭାବିବେ। ଏହା ସମ୍ଭବ ଯେ ଢାବାକୁ ଆସୁଥିବା ଲୋକମାନେ ମଧ୍ୟ ସମାନ ଭାବିବେ ଏବଂ ମୋତେ ଖରାପ ଆଖିରେ ଦେଖିବେ। ଯଦି ଏହା ଘଟେ ତେବେ ମୁଁ କୌଣସି ପ୍ରକାରେ ଲୋକଙ୍କୁ ମୁହଁ ଦେଖାଇ ପାରିବିନି। ମୁଁ ଭାଉଜଙ୍କୁ ନେଇ ତାଙ୍କ କୋଠରୀକୁ ଆସିଲି, କିନ୍ତୁ ମୁଁ ଦେଖିଲି ସେ ବହୁତ ବିବ୍ରତ ହୋଇଯାଉଛନ୍ତି। ମୁଁ ଯେତେବେଳେ ତାଙ୍କୁ ଅସ୍ଥିର ଦେଖିଲି ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ। ମୁଁ ପଚାରିଲି, ଭାଉଜ, କ'ଣ ହେଲା? ତୁମେ ଏତେ ବିବ୍ରତ କାହିଁକି? ରଶ୍ମି ଭାଉଜ କହିବା ଆରମ୍ଭ କଲେ ଯେ ମୁକେଶ, ମୁଁ ଜଣେ ବିଧବା ଏବଂ ମୁଁ ଏକ ଶିଶୁର ମା' ହେବାକୁ ଯାଉଛି। ଯଦି ଲୋକମାନେ ଏ ବିଷୟରେ ଜାଣିବେ ତେବେ ଲୋକମାନେ ମୋତେ ମନ୍ଦ ଆଖିରେ ଦେଖିବେ। ଭାଉଜ କାନ୍ଦିବାକୁ ଲାଗିଲେ ଏବଂ କହିଲେ, ମୁକେଶ, ବର୍ତ୍ତମାନ ମୋର ଇଜ୍ଜତ ବଞ୍ଚାଇବା ହେଉଛି ତୁମର କାମ, କାରଣ ମୋ ଗର୍ଭରେ ବଢ଼ୁଥିବା ପିଲା ମଧ୍ୟ ତୁମର। ଏହି କାରଣରୁ ତୁମେ ଏହି ଶିଶୁର ପିତା। ମୁଁ ତାଙ୍କ ଭାବନା ଏବଂ ସେ କ'ଣ କହିବାକୁ ଚେଷ୍ଟା କରୁଥିଲେ ବୁଝିଗଲି। ତେଣୁ ମୁଁ ଭାଉଜଙ୍କୁ ଚିନ୍ତା ନ କରିବାକୁ କହିଲି, ଆମେ ଆସନ୍ତାକାଲି କୌଣସି ଏକ ମନ୍ଦିରକୁ ଯାଇ ବିବାହ କରିନେବା, କାରଣ ମୁଁ ମଧ୍ୟ ତୁମକୁ ସବୁଦିନ ପାଇଁ ମୋ ନିଜର କରିବାକୁ ଚାହୁଁଛି। ମୋ କଥା ଶୁଣି ଭାଉଜଙ୍କ ଆଖିରୁ ଖୁସିର ଲୁହ ଝରିବାକୁ ଲାଗିଲା। ସେ କହିଲେ, ମୁକେଶ, ତୁମେ ଏତେ ଭଲ ଯେ ତୁମେ ମୋର ଭାବନାକୁ ବୁଝିପାରୁଛ। ପରଦିନ ମୁଁ ମୋ ମାଆଙ୍କ ସହ କଥା ହେବା ପରେ ମୁଁ ମନ୍ଦିରରେ ରୋଶନୀ ଭାଉଜଙ୍କୁ ବିବାହ କଲି। ଯାହା ବି ହେଉ, ଆମେ ଗରିବ ଥିଲୁ, କିଏ ଆମକୁ ଏପରି ସୁନ୍ଦର ଝିଅ ଦେଇଥାନ୍ତେ। ମୋ ମା' ମଧ୍ୟ ଏହି ବିବାହରେ ଖୁସି ଥିଲେ ଏବଂ ଖୁସିରେ ସେ ରୋଶନୀ ଭାଉଜଙ୍କୁ ତାଙ୍କ ବୋହୂ ଭାବରେ ଗ୍ରହଣ କଲେ। ରୋଶନୀ ଭାଉଜ, ଯିଏ ମୋର ମାଲିକିଆଣୀ ଥିଲେ, ବର୍ତ୍ତମାନ ମୋର ପତ୍ନୀ ହୋଇଗଲେ। ବର୍ତ୍ତମାନ ମୁଁ ମଧ୍ୟ ଭାଉଜଙ୍କୁ କେବଳ ନାମରେ ଡାକିବା ଆରମ୍ଭ କଲି। ଆମେ ସମସ୍ତେ ବହୁତ ଖୁସି ଥିଲୁ। ରୋଶନୀ ଏବଂ ମୁଁ ଏକାଠି ଢାବା ଭଲ ଭାବରେ ପରିଚାଳନା କରିବା ଆରମ୍ଭ କଲୁ। ଧୀରେ ଧୀରେ ଆମେ ସେହି ଢାବାକୁ ଏକ ଭଲ ହୋଟେଲରେ ପରିଗଣିତ କଲୁ, ଯେଉଁ କାରଣରୁ ବର୍ତ୍ତମାନ ହୋଟେଲ ମଧ୍ୟ ବହୁତ ଭଲ ଚାଲିବା ଆରମ୍ଭ କଲା। ତାପରେ କିଛି ଦିନ ମଧ୍ୟରେ ଆମର ଆୟ ମଧ୍ୟ ବଢ଼ିଗଲା ଏବଂ କିଛି ଦିନ ମଧ୍ୟରେ ମୁଁ ମୋର ହୋଟେଲରେ କାମ କରିବାକୁ କିଛି ପୁଅଙ୍କୁ ନିଯୁକ୍ତି ଦେଲି ଏବଂ ମୋ ପତ୍ନୀ ରୋଶନୀ ବହୁତ ଖୁସି ହେବାକୁ ଲାଗିଲେ। କୁହାଯାଏ ଯେ ଯଦି ତୁମର ଉଦ୍ଦେଶ୍ୟ ଭଲ ଥାଏ ତେବେ ସବୁକିଛି ଠିକ୍ ହୋଇଥାଏ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ।
ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।